ଆପଣଙ୍କର ପରିଚୟ ଟିକେ ଦେବେ। ଶ୍ରୀମାନ ଶଙ୍କର ଜେନା, ଦେବସରା ହିନ୍ଦୁ ସଂଗଠନ ବାଲେଶ୍ୱର ଜିଲ୍ଲାର ଅଧ୍ୟକ୍ଷ। ଏଇ ଯେଉଁ ଅନଶନ କରୁଛନ୍ତି କେଉଁ ଆହ୍ୱାନ ନେଇ ଆଉ କ'ଣ ତାତ୍ପର୍ଯ୍ୟରେ ଆପଣ? ଏ ଆହ୍ୱାନ ହେଉଛି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯେଉଁ ଦୁରବସ୍ଥା ରହିଛି ସେ ଦୁରବସ୍ଥା କେମିତି ଦୂର କରାଯାଇପାରିବ ସେ ବାବଦରେ ଆମେ ଆସନ୍ତା ବୁଧବାର ଦିନ 8ଟା ସମୟ ପାଖରୁ ଏକ ଅନଶନ ଆନ୍ଦୋଳନ କରୁଛୁ, ଯାହାକି ଅହରାତ୍ର ଧରି ଚାଲି ରହିବ। କାହିଁକିନା ପ୍ରଶାସନକୁ ବାରମ୍ବାର ଲିଖିତ ଅଭିଯୋଗ କଲା ପରେ ପ୍ରଶାସନ କୌଣସି ପ୍ରକାର କର୍ଣ୍ଣପାତ କରୁନାହିଁ କିମ୍ବା ସ୍ୱାସ୍ଥ୍ୟ ଭଳି ଯେଉଁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଟିଏ ରହିଛି ଚିକିତ୍ସାଳୟ, ସେ ଚିକିତ୍ସାଳୟର ଯେଉଁ ବ୍ୟବସ୍ଥା ହେବା କଥା ସେ ବ୍ୟବସ୍ଥା ଭାବରେ କୌଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି। ଲୋକ ଦେଖାଣିଆ ଖାଲି ତଦନ୍ତ କରିକି ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ନା ଆମକୁ ଜଣାଯାଇଛି ସଂଗଠନକୁ ନା ସାର୍ବଜନୀନ କରାଯାଇଛି, କୌଣସି ପ୍ରକାର ସୁଫଳ ମିଳିନାହିଁ। ତ ଏହି ବାବଦରେ ଆମେ ବିଭିନ୍ନ ସଂଗଠନର ସହଯୋଗ ମଧ୍ୟ ଲୋଡ଼ିଛୁ, ବିଭିନ୍ନ ରାଜନେତାଙ୍କର ସହଯୋଗ ଲୋଡ଼ିଛୁ, ବିଭିନ୍ନ ଅଞ୍ଚଳବାସୀଙ୍କର ସମାଜସେବୀଙ୍କର ସହଯୋଗ ଲୋଡ଼ିଛୁ। ସମସ୍ତଙ୍କ ସହଯୋଗରେ ଆସନ୍ତା 10 ତାରିଖ ବୁଧବାର ଦିନ ଆମେ ଏ ଅନଶନ କାର୍ଯ୍ୟକ୍ରମରେ ବସିବୁ ବୋଲି ନିଷ୍ପତ୍ତି ନେଇସାରିଛୁ ଏବଂ ସମସ୍ତଙ୍କୁ ମଧ୍ୟ ବିନମ୍ର ଅନୁରୋଧ କରୁଛୁ ଆପଣମାନେ ମଧ୍ୟ ସହଯୋଗ କରନ୍ତୁ, ଆମକୁ ଆସିକି ଉତ୍ସାହିତ କରନ୍ତୁ, ଆମ ପାଖରେ ଆସିକି ପହଞ୍ଚନ୍ତୁ।